କିନ୍ତୁ ବର୍ତ୍ତମାନ ଦେଖିବାକୁ ଯାଉଛୁ ଗୋଟେ ବଢ଼ିଆ କଥା ଯେ କଦଳୀ ବିଜନେସ୍ କରି କିଭଳି ଭାବରେ ଲାଭାନ୍ୱିତ ହୋଇପାରିବ। ଆପଣମାନେ ଦେଖିପାରୁଥିବେ କେତେ ସଂଖ୍ୟାରେ କଦଳୀ ଚାଷ କରାଯାଇଛି ଆଉ ମାସକୁ ଲକ୍ଷାଧିକ ମଧ୍ୟ ଇନକମ୍ ଅଛି। ଯଦି ଆପଣମାନଙ୍କ ମନ ଭିତରେ ଅଛି ସେ ଉତ୍ସାହ ଜୋଶ ତେବେ ଡେଫିନେଟଲି ଆପଣମାନେ କଦଳୀ ଚାଷରୁ ଭଲ ଦୁଇ ପଇସା ରୋଜଗାର କରିପାରିବେ। ତେବେ ଆମ ସହିତ ଅଛନ୍ତି ଜଣେ ଭାଇ ଯିଏକି ମାସକୁ ଖାଚା ଖାଚ ଖାଲି ରୋକଡ଼ା କମାଉଛନ୍ତି। ତେବେ କେମିତି ଏଇଠି ସେ ଭାଇ ଜୟ ଜଗନ୍ନାଥ। ଆମେ ଭାଇ 500 ଟଙ୍କା ଇନକମ୍ କରୁଛୁ, ଯେଉଁ 500 ଗଛ ଲଗେଇଛୁ ହେଲେ 150 ଟଙ୍କାରେ ଖର୍ଚ୍ଚ କଲେ ଯାଇ 400-300 ବିକା ହେଉଛି। 150 ଟଙ୍କା ଖର୍ଚ୍ଚ କଲେ। ଆପଣଙ୍କର ଏଠି କେତେଟା ଗଛ ଲାଗିଛି? ଗଛ ଆପଣ କେତେଟା ଗଛ ଲଗେଇଛନ୍ତି? ଏଠି ଆପଣଙ୍କର କେତେ ଏକର ଜାଗା ଚାଷ ହେଇଛି? 3 ଏକର ଜାଗା ଚାଷ ହେଇଛି, କିନ୍ତୁ 1000-1200 ଗଛ ଲାଗିଛି। ମାସକୁ କେତେଟା କାନ୍ଦି ଆପଣ କାଟୁଛନ୍ତି? ମାସକୁ ମିନିମମ୍ ଯେଉଁ ଠିକ୍ ସବୁଗୁଡ଼ା ରହିଲେ କିଛି ନହେଲେ 30-40 କଟା ହେଉଛି। କାନ୍ଦି ଗୋଟା କେତେ ଲେଖା ମାର୍କେଟରେ ଲଗା ହେଉଛି? 300-400 ଲେଖା ରହୁଛି। ତ ଓଭରାଲି ମାସକୁ ଆପଣଙ୍କର ଇନକମ୍ କେତେ ଆସିଯାଉଛି? ମାସକୁ ଦିନରେ ନିଜ ଖାନ୍ଦି ନେଲୁ ବିକି ମାନେ 10ଟା 3-4ଟା ନୋଟୁ ନେଲେ ବି ଆମର ଦିନରେ 10-15 ହଜାର ଟଙ୍କା 20-25 ହଜାର 3000 ନା ପଇଲେ ନୋଟା ବି 10 ନୋଟକୁ 30 ହଜାର ଟଙ୍କା ଇନକମ୍ ହେବ। ତ ଆପଣ ଜାଣିପାରୁଥିବେ ଯଦି ଘରେ ବସିକି ଯେଉଁ ଲାଭଜନିକ ବ୍ୟବସାୟ ତା ଭିତରେ ଅଛି କଦଳୀ ବ୍ୟବସାୟ। ତେବେ ଭାଇନା ଆପଣଙ୍କ ସମ୍ପୂର୍ଣ୍ଣ ନାମ? ଜୟକୃଷ୍ଣ ସାହୁ। ଆଚ୍ଛା, କେତେ ବର୍ଷ ହେଇଯିବ କଦଳୀ ବେପାର କଲେଣି, ମାନେ ଫାର୍ମିଂ କଲେଣି? ବେପାର 1996 ମସିହାରୁ କରିଛି। କଦଳୀ ଚାଷ? କଦଳୀ ଚାଷ ନାହିଁ, ଚାଷ କରିବୁ କମ, ତେଣୁ ବେପାର କରି ଯଦି 100 ଟଙ୍କା କିଣିବୁ ଖାନ୍ତି 200 ଟଙ୍କା କିଣିଲୁ ଏଟାକୁ 300 ଟଙ୍କା ବିକାଯାଏ। ନାଇଁ ସେଇଟା ତ ବିକ୍ରି କରନ୍ତି, କିନ୍ତୁ ଆପଣ ଏଠି ଆମେ ଦେଖୁଛୁ କଦଳୀ ଫାର୍ମିଂ କରିଛନ୍ତି। କଦଳୀ କିଣିବା ଯେଉଁ ଫାର୍ମିଂ କରିବା 15 ବର୍ଷ। 15 ବର୍ଷ। ତ 15 ବର୍ଷରେ ଆପଣ କ'ଣ କହିବେ ଯେଉଁମାନେ ଯୁବ ଉଦ୍ୟୋଗୀ ଅଛନ୍ତି କିମ୍ବା ବେକାରୀ ହେଇ ବସୁଛନ୍ତି ସେମାନେ କହୁଛନ୍ତି ଆମକୁ ଚାକିରି ମିଳୁନି, କିନ୍ତୁ ଆପଣ ଯଦି କଦଳୀ ବ୍ୟବସାୟ କରିକି ଏତେ ଭଲ ରୋଜଗାର କରିପାରୁଛନ୍ତି ସେମାନଙ୍କୁ କ'ଣ କହିବେ? ଯେ ଚାକିରି ଜାଗା କଦଳୀ ବେପାର ବି ବ୍ୟବସାୟ କରି ଇନକମ୍ କରିବା କଥା। ଚାକିରିଟା ଟିକେ ଅଧିକା ପଇସା, ଏ ପାଖେ ଗଲେ ଟିକେ କମ୍ ପଇସା ଆଇବ। କମ୍ ହେଲେ ବି ନିଜ ପିଲାଛୁଆ ପଢ଼େଇବା ଆମକୁ କରିବା ସବୁ ଯାକ ଇନକମ୍ କରିବା ପଇସା ନ ରହିପାରେ, କିନ୍ତୁ ଯାହା ଇନକମ୍ କରିବ ପିଲାଛୁଆ ବାରିକାରି ପାଠପଢ଼ା ସବୁ ନେଇକିରି ତା ଖର୍ଚ୍ଚ ଅଭାବ ହେବନି। ତେବେ ଆମେ ଟିକେ ଆଗକୁ ଯିବା, କଦଳୀ ବଗିଚା ବୁଲିବା। ତେବେ ଭାଇନା ଆଗରେ ଚାଲନ୍ତୁ। ତ ବହୁତ ଖୁସି ଲାଗେ ଯେତେ ଦେଖିପାରୁଥିବେ ଏଠି କଦଳୀ ଗଛ ପୁରା ଭରପୁର ହେଇକି ଅଛି, ଯାହାକି ଆପଣଙ୍କ ସାମ୍ନାରେ ମୁଁ ଆପଣଙ୍କୁ ଦେଖିବାକୁ ଯାଉଛି ଯେ ଜଣେ ଯଦି ବ୍ୟକ୍ତି ଚାହିଁବ ରୋଜଗାର କରିବା ପାଇଁ ତେବେ କୌଣସି ଜିନିଷ ଅସମ୍ଭବ ନୁହେଁ। କିନ୍ତୁ ଆଜିର ସମୟରେ କ'ଣ ହୁଏ ଯେ ଲୋକମାନଙ୍କ ମନ ଭିତରେ ଗୋଟିଏ କଥା, ଆମେ କ'ଣ କରିପାରିବା, ଆମେ କେବଳ ବାହାରେ ଯାଇ ରୋଜଗାର କରିବା, ଗୁଜୁରାଟ ଯିବା, ଦାଦନ ଖଟିବା, ହଁ ମାସକୁ 10-15 ହଜାର ଯେଉଁ ମନ ଭିତରେ ଆପଣ ରହୁଛି ତାଠାରୁ କେତେ ଅଧିକ ସଂଖ୍ୟାରେ ଏଠୁ ରୋଜଗାର କରାଯାଉଛି। ଆପଣମାନେ ଦେଖିପାରୁଥିବେ କଦଳୀ ଫାର୍ମିଂ କେତେ ସୁନ୍ଦର ଭାବରେ କରାଯାଉଛି ଏବଂ ଏହାର ପ୍ରୋସେସ୍କୁ ଆମେ ଆପଣମାନଙ୍କ ନିକଟରେ ରଖିବା। ତ କଦଳୀ ଚାଷ କରିବା ପାଇଁ ବେଶୀ କିଛି କରିବାକୁ ପଡ଼ିବନି, କିନ୍ତୁ ପାଣିର ମାନେ ଜଳସେଚନ ସୁବିଧା ଯଦି ଥିବ, ଦେଖନ୍ତୁ ଝିଅ ଆମର ସେ ଯେଉଁ ଧରିଛନ୍ତି ଦେଖନ୍ତୁ ପାଣିର କେତେ ଜୋର ନାଇଁ ବାପା ସାଡ଼କୁ କ୍ୟାମେରା ନା ସେଇଠୁ ଦେଖା। ହଁ, ତ ଏଇ ଯେଉଁ ଏଇଟା କ'ଣ ବାମ୍ଫି କୁହନ୍ତି ନା କ'ଣ କୁହନ୍ତି ନା କୂଅ? କୂଅ ଖୋଲା କୂଅ। ତ ଆପଣ ଦେଖିପାରୁଥିବେ ତ ଭାଇନାଙ୍କର ଯେଉଁ କୂଅ ଅଛି ଜଳସେଚନ କରିବାରେ କିଛି ଅସୁବିଧା ନାହିଁ, ଯାହାଫଳରେ କି ତାଙ୍କର କଦଳୀ ଫାର୍ମିଂଟା ହେଇପାରୁଛି। ତ ଏଥିରେ ମାସକୁ ଖର୍ଚ୍ଚ କେତେ ଆସୁଛି? ଆପଣ 3 ଏକର ଜାଗାରେ କଦଳୀ ଚାଷ କରିଛନ୍ତି, ଆପଣଙ୍କର ମାସକୁ କେତେ ଆସୁଛି ଖର୍ଚ୍ଚ? ଖର୍ଚ୍ଚ ଆମର ଦିନରେ ହେଇଯାଉଛି 3000 ଲେଖା ନିଜର ଖର୍ଚ୍ଚ। ମାନେ ଫାର୍ମିଂରେ ଖର୍ଚ୍ଚ କେତେ? ଫାର୍ମିଂରେ ସିଏ 50,000-30,000 ଖର୍ଚ୍ଚ କଲୁ ଟଙ୍କା 1.5 ଲକ୍ଷ ମିଳିବ ବର୍ଷକୁ। ଦିନରେ 50,000 ଟିଆ ପଳେଇବ ଆଉ 1,00,000 ଟଙ୍କାଟା ମିଳିବ। ତ ଯଦି ଆପଣ 30,000 ଟଙ୍କା ବର୍ଷକୁ ଖର୍ଚ୍ଚ କରିବେ, ମାତ୍ର 30,000, ତେବେ ବର୍ଷ ଶେଷକୁ 1.5 ଲକ୍ଷରୁ 2 ଲକ୍ଷ ଟଙ୍କା ରୋଜଗାର କରିପାରିବେ। ଆଉ କ'ଣ କହିବା, ଯେଉଁମାନେ ଯୁବ ଉଦ୍ୟୋଗୀ ଅଛନ୍ତି ସେମାନେ କାହିଁକି ପଛରେ ପଡ଼ିଛନ୍ତି? ଭାଇଙ୍କ ଠାରୁ ପ୍ରେରଣା ନିଅନ୍ତୁ। ସାହୁ ବାବୁ ହୋଟେଲ କରିବା କଥା, ବାଉଳାରେ କରିଦେଲେ କଦଳୀ ଚାଷ, କାହିଁକିନା ହୋଟେଲ ଅପେକ୍ଷା କଦଳୀ ଚାଷରେ 2 ପଇସା ବେଶୀ ଆସିବ। ଏହା ତ ହେଲା। ଆଉ ଦେଖନ୍ତୁ ଏଠି କୂଅ ଅଛି ଜଳସେଚନ କରିବା ପାଇଁ, ଯାହାକି କଦଳୀ ଫାର୍ମିଂ। ଏଠି ଗୋଟେ ଫାର୍ମ ହାଉସ୍ କରିଦେଇଛନ୍ତି, ସେପଟେ ମଧ୍ୟ ଆପଣଙ୍କର ଜାଗା। এইটা করেছিলি যে ওটা নাগিছি এই মুন্ডুকু পুরা আমার আমি 2 ভাই হ্যাঁ এইটা 35 মিনিট না আগ পড়ি ভাইকা মোর 500 তার ବି 500 মোর তার ବି 500 লাগে। আচ্ছা, ভাইনাଙ୍କର 500 ଗଛ, ତାଙ୍କର 500 ଗଛ। ଆପଣମାନେ ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ଏଇ ଗଛ ଗୁଡ଼ିକ ହେଇଛି, କଦଳୀ ଗଛ, କଦଳୀ ବଣ ଭିତରେ। ଆପଣମାନେ ଦେଖିପାରୁଥିବେ ବହୁତ ସଂଖ୍ୟାରେ ଟିକେ କଦଳୀ ଗଛକୁ ଦେଖିବା ପାଇଁ ଅନୁରୋଧ କରିବି। ମାନେ ଏଇ ଦୂରରୁ ଥାଇ ଦେଖନ୍ତୁ ଯେ କଦଳୀ ବଣ କେବଳ କଦଳୀ ବଣ, ଯାହାଫଳରେ କି ଏଠାରେ ଭଲ 2 ପଇସା ରୋଜଗାର କରିପାରୁଛନ୍ତି ଏବଂ ଆପଣଙ୍କ ଦ୍ୱାରା କେତେ ଲୋକଙ୍କୁ ନିଯୁକ୍ତି କରିଛନ୍ତି? ଆମେ ବି ଯାହା ହେଇଛି ଆମ ଗାଁରେ ପ୍ରାୟ ଲୋକ ଆମେ ଚାଷ କରୁଛୁ, ପ୍ରାୟ ଲୋକ? ହଁ ପ୍ରାୟ ଲୋକ କଦଳୀ ଚାଷ କରୁଛୁ। ତ ଯେତେବେଳେ ଆପଣଙ୍କର ଅମଳ ହୁଏ, ଯେତେବେଳେ ନେଇକି ଯାଆନ୍ତି, ତ କେତେ ଲୋକ ଆପଣଙ୍କୁ ଯେଉଁ ସହାୟତା କରନ୍ତି ସେ ତ ଆସୁଥିବେ କାମ କରିବା ପାଇଁ? ଆଉ କାମ କରିବା ପାଇଁ ଯେତେବେଳେ
ଆମେ ଇନକମ୍ କରୁ ଯେତେବେଳେ କାମ ଯାହା କଲା ଯଦି ଗାଡ଼ ଖୋଳିବାକୁ ପଡ଼ିଲା ଏବେ ଆଜ୍ଞା ମେସିନ୍ ଦ୍ୱାରା ଟିକେ ହେଲା ନା ମେସିନ୍ ଦ୍ୱାରା 18,000 ଟଙ୍କା ଆଣିକିରି ଗାଡ଼ ଖୋଳୁଛି କିନ୍ତୁ ଏମିତି ଲୋକ ବାକ ହେଲେ ଏମିତି ଉଡ଼ିଟା 200 ଟଙ୍କା ନିହାତି ମାନେ ଦିନ ଖୋଲା 350 ଟଙ୍କା କେତେ ଲୋକ ନିଯୁକ୍ତି କରନ୍ତି ଏକାବେଳେ ନିଜେ ଏକାବେଳେ ଏମିତିଆ ଲୋକ ନାହିଁ କୋଉଟା 3-4 ଜଣ 5 ଜଣ ହଳହଳି କରିସାରିଲେ 3-4 ଜଣ ଲୋକ ଏତା କରୁ ତ ଆପଣ ଜାଣିପାରୁଥିବେ ତ ଅତି କମ୍ରେ ଜଣେ ସଫଳ ଉଦ୍ୟୋଗୀ 3ରୁ 4 ଜଣ ଲୋକଙ୍କୁ କର୍ମସଂସ୍ଥାନ ଦେବା ସହିତ ନିଜେ ମଧ୍ୟ ଭଲ ରୋଜଗାର କରୁଛନ୍ତି ଏବଂ ବାର୍ଷିକ 1.5 ଲକ୍ଷରୁ 2 ଲକ୍ଷ ଟଙ୍କା ରୋଜଗାର ତ ମାସକୁ କେତେ ଟଙ୍କା ପଡ଼ିଲା ଆପଣ ହିସାବ କଲେ କରନ୍ତୁ ଅତି କମ୍ରେ 15ରୁ 20 ହଜାର ଟଙ୍କା କୁଆଡ଼େ ଯିବେନି ଗୋଟିଏ ଜାଗାରେ ବସିକି ଆପଣମାନେ ରୋଜଗାର କରିପାରିବେ କଦଳୀ ଆଚ୍ଛା କଦଳୀ ପତ୍ର ବିକ୍ରି କରନ୍ତି ନା ନାହିଁ ନାଇଁ ପତ୍ର ବିକ୍ରି ନାହିଁ ପତ୍ର ବିକ୍ରି ନାହିଁ ଯାହା ଖାନ୍ଦି ବିକ୍ରି ହେବ ତ ଖାନ୍ଦିଟା 150 ଖର୍ଚ୍ଚ କଲେ 400 ବିକ୍ରି ହେବ ତ 150 ଟଙ୍କା ଖର୍ଚ୍ଚ କଲେ ସେମାନେ ଆପଣମାନେ 400 ଟଙ୍କା ପାଇପାରିବେ ଦେଖନ୍ତୁ ଏ କଦଳୀ ବଣ ଭିତରେ ଆତ୍ମହରା ହେଇଯାଉଛି ମଣିଷ 150 ଖର୍ଚ୍ଚ ପଡ଼ିଲା ତେଣୁ ଆଉ ଟଙ୍କା 150 ନା ଖାନ୍ଦିକେ ମିଳିଲା ଆଉ ଏଇଥିରୁ ଯାହା କଦଳୀ ସବୁ କେମିତି କେମିତି ବିକ୍ରି କରନ୍ତି ନିଜେ ନେଇକି ଯାଆନ୍ତି ନା ମଣ୍ଡିକି ନେଇ ଯାଆନ୍ତି ଆଜ୍ଞା ନିଜେ ଆଗ ବେପାର କରୁଥିଲି ତେଣୁ କଲା ପରେ ଗାଡ଼ି ଗୁଡ଼ା ମାଡ଼ି ଯିବା ଏବେ 3-4 ବର୍ଷ ହେଲା ନା ତେଣୁ ଏଇ 4 ବର୍ଷ ହେଲା ନିଜେ ନେଇପାରିଲିନି ତେଣୁ ଯାହା ହେଲା ବେପାରୀ ପୁରା ଯାହା ହେଲେ ମଝିରେ ମୁଇଁ ବି ଗାଁ ଗହଳି ବିକେ ନହେଲେ କେଉଁ ଦୋକାନ ଟିକେ ନେଇଗଲା 12 ଖାନ୍ଦି ନେଉଥିଲେ ଏବେ 5 ଖାନ୍ଦି 6 ଖାନ୍ଦି ନାକା ନେଉଛି ତ ଦେଖିପାରୁଥିବେ କେତେ ସୁନ୍ଦର ଗରମ ତ ବହୁତ ହେଉଛି କିନ୍ତୁ ଏ କଦଳୀ ଗଛ ଥଣ୍ଡା ଭିତରେ ମଣିଷ ସବୁକିଛି ଭୁଲି ଯାଉଛି ଆପଣମାନେ ମଧ୍ୟ ଆସନ୍ତୁ ଯୁବ ଉଦ୍ୟୋଗୀ ଆଗକୁ ଆସନ୍ତୁ ଏବଂ ନିଜର ଯଦି କିଛି ଜାଗା ଅଛି କଦଳୀ ଫାର୍ମିଂ କରିବାରେ ଗୁରୁତ୍ୱ ଦିଅନ୍ତୁ ଖାଲି କଦଳୀ ଗଛ ନା ଆମ୍ବ ଗଛ ବି ଆଧାରରେ ସବୁ ଫାର୍ମିଂ ହେଇଛି ଆମ୍ବ ବି ଅଛି ଆମ୍ବ ବି ରଖାହେଇଛି ରଖାହେଇଛି ଆଉ କ'ଣ ସବୁ ହେଇଛି ଆଉ ତ କିଛି ନାହିଁ ଏଇ ଯେ ଖାଲି କଦଳୀ ନଗେଇଛୁ କଡ଼ା ନାଗିଛି ଆଉ ବାଇଗଣ ବି ଖାଇବା ପାଇଁ ଯାହା ହେଲା ନିଜ ପାଇଁ ନଗା ହେଇଛି ଏମିତି ଯେତିକି ମାନେ ଓଭରାଲି ସବୁ ପରିବା ଆପଣ ମିଶି କରୁଛନ୍ତି ହଁ ସବୁ ଏତା କରିବି ତ ଆପଣମାନେ ଜାଣିପାରୁଥିବେ ଯେ ସବୁ ପ୍ରକାରର ପରିବା ଗୋଟେ ମିନିଟ୍ ତ ସବୁ ପ୍ରକାର ପରିବା ଚାଷ ମଧ୍ୟ ଏଇ କଦଳୀ ଚାଷ ଭିତରେ କରିପାରିବେ ତେବେ କାହିଁକି ଆଉ ଅଛନ୍ତି ତୁରନ୍ତ ଆସନ୍ତୁ ସେ ଗୁଜୁରାଟ ଦାଦନ ଖଟିବା ଛାଡ଼ିକି ଯେମିତି ଆନ୍ଧ୍ରା କେବଳ ଆମକୁ ମାଛ ଦେଉନି କଦଳୀ ମଧ୍ୟ ପଠାଉଛି ଏବଂ କାଲକାଟାରୁ ଆସୁଛି ଆଳୁ ବିଭିନ୍ନ ପ୍ରକାର ନାସିକ ଦେଉଛି ପିଆଜ ତେବେ ଓଡ଼ିଶାରୁ ମଧ୍ୟ ସେଇଭଳି ଜୋସ୍ ଆସୁ ଯେ ଓଡ଼ିଶାରେ ସବୁ ପ୍ରକାରର ପରିବା ଚାଷ ସହିତ କଦଳୀ ଚାଷ ମଧ୍ୟ କରନ୍ତୁ ଏବଂ ଆମ ଓଡ଼ିଶାରେ ପିଲାମାନେ ଯେଉଁମାନେ ଯୁବକ ଯୁବତୀ ଅଛନ୍ତି ଆତ୍ମନିର୍ଭର ହୋଇ ପଡ଼ୋଶୀ ରାଜ୍ୟକୁ ମଧ୍ୟ ଏଇଭଳି ଭାବେ ବିକ୍ରି କରନ୍ତୁ ଆମେ ଆଉ କାହା ଉପରେ ନିର୍ଭର ହେବାନି ଭଲ 2 ପଇସା ରୋଜଗାର କରିବା ସହିତ ଏଇ ଓଡ଼ିଶାକୁ ସମୃଦ୍ଧ କରିବା।